ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଆମ୍ବଶାଳ ଠାରେ ବିଜୁ ଜନତା ଦଳର ଯୁବ ନେଇ ସଞ୍ଜୀବ ବିଶ୍ୱାଳ ଏକ ବିରାଟ ସମାବେଶ କରି ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ପରିବର୍ତ୍ତନ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେଣୁ ଆଜିର ଏହି ଜନସମୁଦ୍ର ପ୍ରମାଣିତ କରୁଛି ଯେ ଯୁବନେତା ସଞ୍ଜୀବ ବିଶ୍ୱାଳଙ୍କ ସହିତ ଏହି ଜନସମୁଦ୍ର ରହିଛି। ଲୋକଙ୍କ ଭଲ ପାଇବା ଏହି ସମାବେଶରୁ ହିଁ ପ୍ରମାଣିତ କରୁଛି। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଉଥିବା ବେଳେ ଆଗାମୀ ଦିନରେ ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଟିକେଟ ଦିଅନ୍ତି ତେବେ ବହୁ ଭୋଟରେ ସେ ବିଜୟ ଲାଭ କରିବେ ବୋଲି ସଞ୍ଜୀବ କହିଛନ୍ତି। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ସେ ଆଶା ବାନ୍ଧିଥିବା କହିଛନ୍ତି। ସଞ୍ଜୀବ ବିଶ୍ୱାଳ ଏକତା ସମାବେଶ ଯେଉଁ ହେଉଛି ଆମ୍ବଶାଳ ପଡ଼ିଆରେ ଆଜିର ମୁଖ୍ୟ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଷଷ୍ଠ ଥର ପାଇଁ ଯେଉଁ ମୁଖ୍ୟମନ୍ତ୍ରୀ ହେବାର ଯେଉଁ ଯୋଜନା ଅଛି ତାକୁ ସମସ୍ତଙ୍କୁ ଏକାଠି କରିକି ଆମେ ଆଜି ଏଇ ଏକତା ସମାବେଶର ମୂଳ ଲକ୍ଷ୍ୟ ସମସ୍ତଙ୍କୁ ଏକାଠି କରିବା ହେଉଛି ଆଜିର ମୂଳ ସମାବେଶ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତ ସମସ୍ତେ ଭଲ ପାଆନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ ତାଙ୍କର ଯେଉଁ ଯୋଜନା ରହିଛି ଗରିବ ଲୋକମାନଙ୍କ ପାଖରେ ପହଞ୍ଚି ପାରିଛି ଭଲ ଭାବରେ। ତେଣୁ ଓଡ଼ିଶାର ଯେଉଁ ବିକାଶ ହେଇଛି ଏଇ ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିକାଶ। ତେଣୁ ସେ ସବୁବେଳେ ଚେଷ୍ଟା କରିଛନ୍ତି ଗରିବ ଲୋକମାନଙ୍କୁ ବିକାଶ ପାଇଁ କେମିତି ଓଡ଼ିଶା ଆଗକୁ ଯିବ, ଏକ ନମ୍ବରରେ ପହଞ୍ଚିବ, ସେ ସବୁବେଳେ ଚେଷ୍ଟା କରି ଆସିଛନ୍ତି। ତେଣୁ ମୁଁ ବି ଚେଷ୍ଟା କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ କେମିତି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଇକି ଆସନ୍ତୁ, ଆମେ ସମସ୍ତେ ଏକତାବଦ୍ଧ ହେଇକି ଆଜି ସମସ୍ତେ ଏଇ ସମାବେଶର ମୂଳ ଲକ୍ଷ୍ୟ। ଦେଖନ୍ତୁ ଆଶାୟୀ ହେବା ସ୍ୱାଭାବିକ କଥା, ମୁଁ ମଧ୍ୟ ଆଶାୟୀ ଅଛି, କିନ୍ତୁ ଟିକେଟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ। ଯାହାକୁ ଟିକେଟ ଦେବେ ଆମେ ସମସ୍ତେ ଏକତାବଦ୍ଧ ହେଇ ଲଢ଼ିବା, ଏକ ହେଇ ଲଢ଼ିବା, ଆମର ସେଇଟା ହେଉଛି ମୂଳ ଲକ୍ଷ୍ୟ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।